ନମସ୍କାର। ଆଜି ମନଟା ଭଲ ଲାଗୁନଥିଲା, ସେଥିପାଇଁ ବାଇକ୍ ଧରି ବାହାରି ପଡ଼ିଲି ପେଣ୍ଠ ସମୁଦ୍ର କୂଳକୁ। ସେଠାରେ କୋଳାହଳହୀନ ସମୁଦ୍ରର ଶବ୍ଦ ଶୁଣି ମନକୁ ଅଳ୍ପ ଶାନ୍ତି ମିଳିଥିଲା। ସମୁଦ୍ର କୂଳରେ ବୁଲୁଥିବା ସମୟରେ ହଠାତ୍ ଦେଖିଲି ବାଲି ଭିତରେ କିଛି ପୋତା ହୋଇଛି। ମୁଁ ବାଲି ଖୋଳିବାକୁ ଚେଷ୍ଟା କଲି, କିନ୍ତୁ ସମୁଦ୍ରର ଲହରୀ ଆସି ପୁଣି ସେଠାକୁ ବାଲି ଭରି ଦେଉଥିଲା। କିଛି ସମୟ ନିଜର ସମସ୍ତ ଶକ୍ତି ଲଗାଇ ଦେଖିଲି ସେଠାରେ ଏକ ଭଗ୍ନ ଦେବୀ ମୂର୍ତ୍ତି ଅଛି। ସମୁଦ୍ର କେଉଁଠାରୁ ଆଣି ତାକୁ ବାଲିରେ ପୋତି ଦେଇଥିଲା। ଯେତେ ଚେଷ୍ଟା କଲେ ମଧ୍ୟ ମୂର୍ତ୍ତିଟିକୁ କାଢ଼ି ପାରିଲି ନାହିଁ। ପ୍ରତିଥର ସମୁଦ୍ରର ପାଣି ଆସି ପୁଣି ବାଲିରେ ପୋତି ଦେଉଥିଲା। ଶେଷରେ ନିରାଶ ହୋଇ ସେଠାରୁ ଫେରି ଆସିଲି। ଫେରିବା ସମୟରେ ସମୁଦ୍ର କୂଳରେ ଥିବା ଜଙ୍ଗଲ ମଧ୍ୟରେ ହରିଣମାନେ ଚରୁଥିବାର ଦୃଶ୍ୟ ଦେଖି ମନଟା ଖୁସିରେ ଭରି ଉଠିଲା। ଶାନ୍ତି ମନରେ ଘରକୁ ଫେରି ଆସିଲି। ଜୟ ଜଗନ୍ନାଥ।